ଏମ୍ଏଲ୍ଏକୁ ଆଦର୍ଶ ଆନନ୍ଦ ଆଉ ଗୌରବ ଧମକ ଦେଇଛନ୍ତି। ଆନନ୍ଦ ଏମ୍ଏଲ୍ଏକୁ କହିବେ, ଶୁଣିଲି ଆଦର୍ଶ ବଟି ଦେବା ପାଇଁ ମନା କଲା, ସେଇଥିପାଇଁ ସରକାରୀ ଜମି ହଡ଼ପ କରିବାର ଫ୍ରଡ୍ କେସ୍ରେ ତାକୁ ଆପଣ ଆରେଷ୍ଟ କରାଇ ଦେଇଥିଲେ। ତାପରେ ଆଦର୍ଶ ବି କହିବେ, ପାୱାରରେ ଅଛନ୍ତି ଆଉ ପାୱାରକୁ ମିସ୍ ୟୁଟିଲାଇଜ୍ ନ କରି ତାକୁ ସମ୍ମାନ ଦେବା ଶିଖନ୍ତୁ, ନହେଲେ ଆପଣଙ୍କ ପଦବୀ କେତେବେଳେ ଚାଲିଯିବ ଆପଣ ଜାଣିପାରିବେନି ଏମ୍ଏଲ୍ଏ ସାର୍। ଆଉ ତାପରେ ଗୌରବ ଆସି କହିବେ, ଗୁଣ୍ଡା ବଦମାସ ଭାବେ ମୋର ବି ବହୁତ ନାଁ ଅଛି ଏମ୍ଏଲ୍ଏ ସାର୍, ଆଉ ଗୋଟେ ଥର ଜେଲ୍ ଯାଇ ବି ଆସିସାରିଛି। ଆଉ ଆପଣ ଭଲ ଭାବେ ଜାଣିଥିବେ, ଜେଲ୍ ଫେରନ୍ତା ଆସାମୀ ଯଦି ପୁଣି ଥରେ ଅସ୍ତ୍ର ଧରେ ସିଧା ଫିନିଶ୍ କରିଦିଏ। ତାପରେ ଏମ୍ଏଲ୍ଏ କହିବ, ଧମକ ଦେଉଛ ମୋତେ, ପୁଣି ଏମ୍ଏଲ୍ଏ ଭୈରବ ଭରଦ୍ୱାଜକୁ? ଠିକ୍ ଅଛି, ପବ୍ଲିକ୍ ସାମ୍ନାରେ ମୁଁ ତୁମମାନଙ୍କୁ କେମିତି ବଦନାମ କରିବି ଦେଖିବ। ଆଉ ତାପରେ ସେଠାରୁ ଏମ୍ଏଲ୍ଏ ଚାଲିଯିବ। ତାପରେ ଏମ୍ଏଲ୍ଏ ଆଇଏସ୍ସିକୁ ଫୋନ୍ କରି ପଲ୍ଲବୀଙ୍କ ଉପରେ ପ୍ରେସର ପକାଇବାକୁ କହିବ। ତାପରେ ଆଇଏସ୍ସି ପଲ୍ଲବୀଙ୍କୁ ରାଗରେ କହିବେ, ଯାଅ ସେ ଚେନ୍ ସ୍ନାଚର ଗୁଣ୍ଡାମାନଙ୍କୁ ଆରେଷ୍ଟ କରିକି ନେଇକି ଆସ। ଆଉ ବଡ଼ ଘରର ବୋହୂ ବୋଲି ସୁପାରିଶରେ ଚାକିରି କରିଗଲେ କିଛି ହୁଏନି, କାମ କରିବାକୁ ପଡ଼େ। ତାପରେ ପଲ୍ଲବୀଙ୍କୁ କନଷ୍ଟେବଲ ଚିତ୍ତ କହିବ, ଚାଲନ୍ତୁ ମ୍ୟାଡ଼ାମ, ଆମେ ଆପଣଙ୍କ ସହ ଯିବୁ। ତାପରେ ପଲ୍ଲବୀ କହିବେ, ନାଇଁ ଚିତ୍ତ ଅଙ୍କଲ, ସେ ଦୁଇ ଜଣଙ୍କୁ ଧରିବା ପାଇଁ ମୁଁ ନିଜେ ଯିବି। ଆଉ କାହା ସୁପାରିଶରେ ମୁଁ ଏଇ ଚାକିରି ପାଇଛି ଏକଥା କହିବା ପାଇଁ ମୁଁ କାହାକୁ ସୁଯୋଗ ଦେବା ଉଚିତ ନୁହଁ। ମୁଁ ମୋ ଟ୍ୟାଲେଣ୍ଟ ଯୋଗୁଁ ଏ ଚାକିରି ପାଇଛି, ଏଣ୍ଡ ଆଇ ୱିଲ୍ ପ୍ରୁଭ୍ ଇଟ୍।